ପିଲାମାନେ ତୁମମାନଙ୍କର ଆସିଗଲା 10th ରେଜଲ୍ଟ। ତାହେଲେ BSE କନଫର୍ମ ଡେଟ୍ ଫର୍ ମ୍ୟାଟ୍ରିକ୍ ରେଜଲ୍ଟ ଡିକ୍ଲାରେସନ୍। ଏହି ଦିନ ବାହାରିବ ମାଟ୍ରିକ ରେଜଲ୍ଟ ସୂଚନା ଦେଲା ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍। ତାହେଲେ ପିଲାମାନେ ତୁମର ରେଜଲ୍ଟ ଆସିଗଲା, ତ ସେ କେତେ ତାରିଖ ଆସିବ ତାହା ମଧ୍ୟ କନଫର୍ମ କରିଦେଇଛନ୍ତି ତୁମର ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍। ଓଡ଼ିଶାର ଟୋଟାଲ 3082ଟି ସେଣ୍ଟରରେ ତୁମର ଓଭର 5.61 ଲାଖ ଷ୍ଟୁଡେଣ୍ଟସ୍ ପରୀକ୍ଷା ଦେଇଥିଲେ। ତାହେଲେ ତୁମର ରେଜଲ୍ଟ ଡିକ୍ଲାରେସନ୍ ହେବ 2 ତାରିଖ ଦିନ। ତୁମେମାନେ ରେଜଲ୍ଟକୁ ଦେଖିବ। ଆମର ଯେଉଁ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ଦ୍ୱାରା ଅନୁଷ୍ଠିତ ହୋଇଥିବା 10ମ ପରୀକ୍ଷା ଫଳ ଆସନ୍ତା 2 ତାରିଖରେ ପ୍ରକାଶ ପାଇବ। ଏନେଇ ବୋର୍ଡ଼ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମେ 2 ତାରିଖ ଅପରାହ୍ନ 4ଟା ସମୟରେ ପ୍ରକାଶ ପାଇବ ରେଜଲ୍ଟ। ତାହେଲେ ତୁମେମାନେ ଆସନ୍ତା 2 ତାରିଖରେ ତୁମର 10ମ ଶ୍ରେଣୀ ରେଜଲ୍ଟ ପାଇପାରିବ। ତାହେଲେ ମେ 2 ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ମେ 2 ତାରିଖ ଅପରାହ୍ନ 4ରେ ପ୍ରକାଶ ପାଇବ ରେଜଲ୍ଟ। ଷ୍ଟେଟ୍ ଓପନ୍ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ତାହେଲେ ଷ୍ଟେଟ୍ ଓପନ୍ ସ୍କୁଲର ଓ ମଧ୍ୟମା ରେଜଲ୍ଟ ମଧ୍ୟ ତୁମର ପ୍ରକାଶ ପାଇବ। ତୁମେମାନେ ତୁମର ଫଳାଫଳ ଜାଣିବା ପାଇଁ www.bseoodisha.ac.in କିମ୍ବା www.bseodisha.nic.in ୱେବସାଇଟ୍କୁ ବ୍ୟବହାର କରିପାରିବେ। ଆଉ ୱେବସାଇଟ୍କୁ ଯାଇ ନିଜର ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ପ୍ରଦାନ କଲେ ପରୀକ୍ଷା ଫଳ ସ୍କ୍ରିନ୍ରେ ଦେଖାଯିବ। ସାଇବର କାଫେ କିମ୍ବା ନିଜ ମୋବାଇଲ ସାହାଯ୍ୟରେ ଘରେ ବସି ମଧ୍ୟ ଖୁବ୍ ସହଜରେ ପିଲାମାନେ ଏହି ସୂଚନା ପାଇପାରିବ। ଆଉ ମାଟ୍ରିକ ପରୀକ୍ଷାକୁ ଜଣେ ଛାତ୍ରର ଜୀବନର ପ୍ରଥମ ବଡ଼ ମାଇଲ ଖୁଣ୍ଟ ବୋଲି ଧରାଯାଏ। ତେଣୁ ଏହି ରେଜଲ୍ଟକୁ ନେଇ ସାରା ରାଜ୍ୟରେ ଏବେ ଏକ ପ୍ରକାର ଉତ୍ସାହ, ସାମାନ୍ୟ ଭୟର ବାତାବରଣ ରହିଛି। କିନ୍ତୁ ପିଲାମାନେ ତୁମର କୌଣସି ଭୟ କରିବାର ନାହିଁ। ତୁମେମାନେ ଯେମିତି ଲେଖିଥିବ ସେମିତି ତୁମର ନମ୍ବର ଆସିଥିବ, କୌଣସି ପ୍ରୋବ୍ଲେମ୍ ହେବ ନାହିଁ। ତ ତୁମେମାନେ ସନ୍ଧ୍ୟା 4ଟା କିମ୍ବା ସନ୍ଧ୍ୟା 6ଟା ସମୟରେ ଅନଲାଇନ୍ରେ ତୁମର ରେଜଲ୍ଟ ଉପଲବ୍ଧ ହେଇଯିବ। ଆଉ ଏଇ 2ଟା ୱେବସାଇଟ୍ରେ ତୁମେମାନେ ଯାଇକି ରେଜଲ୍ଟକୁ ଦେଖିପାରିବ, କେତେ ନମ୍ବର ରଖିଛ, କେମିତି ତୁମର ସ୍କୋର ଅଛି। ଏହା ବ୍ୟତୀତ 0, 1, 10 ତାପରେ ତୁମର ଯେଉଁ ରୋଲ୍ ନମ୍ବର ଏହିପରି ଭାବରେ ତୁମର ଆସିଥିବ। ଏଠାରେ 56765750ରେ ମେସେଜ କରି ମଧ୍ୟ ତୁମେ ରେଜଲ୍ଟ ପାଇପାରିବ। ଆଉ ଭିଡ଼ିଓଟି ତୁମର ସାଙ୍ଗମାନଙ୍କୁ ମଧ୍ୟ ସେୟାର କରିଦେବ, ଯେଉଁମାନେ କି ଏହି ୱେବସାଇଟ୍ ଦେଖିକି ତାଙ୍କର ରେଜଲ୍ଟ ଜାଣିପାରିବେ।